Yesu yakabenibawa. They macheted people, and as I speak, we have recovered about 51 dead bodies on ground, and then we are still searching. ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବର୍ତ୍ତମାନ ଗୋଟିଏ ଖବର ସାମନାକୁ ଆସିଛି। ଗୋଟିଏ ଜାଗାରେ 50ରୁ ଅଧିକ ଖ୍ରୀଷ୍ଟିଆନ ଲୋକକୁ ମାରି ଦିଆଗଲା। ସେମାନଙ୍କ ଜୀବନରେ ମାରି ଦିଆଗଲା, ସେମାନଙ୍କର ଘରକୁ ବର୍ବାଦ କରିଦିଆଗଲା। ଆପଣ ଭାବୁଥିବେ ଏଇଟା ବୋଧେ ଆମର ଇଣ୍ଡିଆରେ ଘଟିଥିବ। ବିଲକୁଲ ନୁହେଁ, ଏଇଟା ଆମ ଇଣ୍ଡିଆରେ ନୁହେଁ, ଏଇଟା ହେଉଛି ନାଇଜେରିଆ ଦେଶରେ। ତେବେ ଅନେକ ପ୍ରଶ୍ନ କରିପାରନ୍ତି, ତେବେ ସମସ୍ତ ବିଷୟ ଆମକୁ କାହିଁକି ଦେଖାଉଛ? ଯଦି ଭାରତରେ ଯଦି ହେଇନାହିଁ ତେବେ କାହିଁକି ଦେଖାଉଛ? ତେବେ ପ୍ରିୟ ବନ୍ଧୁଗଣ, ମୋର କହିବାର କଥା ହେଉଛି, ଖ୍ରୀଷ୍ଟିଆନ ତାଡ଼ନା ଯେଉଁ ଦେଶରେ ହେଉନା କାହିଁକି, ଭାରତରେ ହେଉ କିମ୍ବା ଭାରତ ବାହାରେ ହେଉ, ଆମମାନଙ୍କୁ ଜାଣିବା ଦରକାର ଅଟେ। କାରଣ ଆପଣମାନେ ଜାଣନ୍ତି, ଯିଏ ଯେଉଁ ଦେଶରେ ବାସ କରୁନା କାହିଁକି, ଯଦି ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଛି, ସିଏ ହେଉଛି ଖ୍ରୀଷ୍ଟରେ ଆମର ଭାଇ କିମ୍ବା ଭଉଣୀ ଅଟେ। ସେଥି ନିମନ୍ତେ ଯେଉଁ ଭାଇମାନଙ୍କୁ ମାରି ଦିଆଗଲା 50 ଜଣଙ୍କୁ, ଆଉ ଦୁଃଖର ଖବର ଏଇଆ ଯେ ସେମାନଙ୍କ ପରିବାର ବର୍ତ୍ତମାନ ବହୁତ ଡିପ୍ରେସନ୍ରେ ଅଛନ୍ତି। ସେଥିପାଇଁ ଯେହେତୁ ଆମେମାନେ ପରମେଶ୍ୱରଙ୍କ ଲୋକ, ଆମେମାନେ ପରସ୍ପର ନିମନ୍ତେ ପ୍ରାର୍ଥନା କରିବା ନିହାତି ଜରୁରୀ ଅଟେ। ଆଉ ମୁଁ କାହିଁକି ଏ ଟପିକ୍କୁ ନେଇଛି, ଆମ ଇଣ୍ଡିଆ ବାହାର ଟପିକ୍ ମୁଁ କାହିଁକି ନେଇଛି, ତା'ର ମଧ୍ୟ ଗୋଟେ କାରଣ ଅଛି। କାରଣ ଅନେକଙ୍କ ମନରେ ଭ୍ରାନ୍ତ ଧାରଣା ଅଛି ଯେ କେବଳ ଭାରତର ଲୋକମାନଙ୍କୁ ହିଁ ତାଡ଼ନା କରାଯାଉଛି, ମରାଯାଉଛି। ଆଉ ଭାରତ ବାହାରେ ତ ସବୁ ଖ୍ରୀଷ୍ଟିଆନମାନେ ଖୁସିରେ ଅଛନ୍ତି, ଆନନ୍ଦରେ ଅଛନ୍ତି। କାରଣ ଇଣ୍ଡିଆକୁ ଛାଡ଼ିଦେଲେ ଯେତେ ବି ଦେଶ ଅଛି, ଅଧିକାଂଶ ଦେଶଗୁଡ଼ିକ ହେଉଛି ଖ୍ରୀଷ୍ଟିଆନ ଦେଶ। ସେଥିପାଇଁ ସେଠି ତ ଖ୍ରୀଷ୍ଟିଆନ ଲୋକମାନେ ବହୁତ ଭଲରେ ଥିବେ, ଆରାମରେ ଥିବେ, ଅନେକ ଏମିତି ଭାବନ୍ତି। କିନ୍ତୁ ଏଇଟା ହେଉଛି ଭୁଲ ଧାରଣା ଅଟେ, ଭ୍ରାନ୍ତ ଧାରଣା ଅଟେ, ସେମିତି କିଛି ନୁହେଁ। ଯଦି ଆମେ ଦେଖିବା, ଆମର ଭାରତ ଠାରୁ ମଧ୍ୟ ବାହାର ଦେଶମାନଙ୍କରେ ଅନେକ ଆହୁରି କଠିନ ଭାବରେ ଖ୍ରୀଷ୍ଟିଆନମାନଙ୍କୁ ଦଣ୍ଡ ଦିଆଯାଏ। ଗୋଟେ ଦେଶ ଏପରି ଅଛି, ପ୍ରିୟ ବନ୍ଧୁଗଣ, ମୁଁ କହି ରଖୁଅଛି, ଗୋଟେ ଦେଶ ଏପରି ଅଛି ଯେଉଁ ଦେଶରେ ପୁରା ନିୟମ କରାହେଇଛି ଯେ ସେ ଦେଶରେ କୌଣସି ପ୍ରକାର ଖ୍ରୀଷ୍ଟିଆନିଟି ଚାଲିବ ନାହିଁ। ଆଉ ଯଦି କୌଣସି ଲୋକ ଖ୍ରୀଷ୍ଟିଆନ ହେବାର କିମ୍ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବାର ଯଦି କିଏ ଧରା ପଡ଼ିଯିବ, ତେବେ ତାକୁ ଜିଅନ୍ତା ଜାଳି ଦିଆଯିବ। କିଛି ଦେଶର ନିୟମ ଅଛି, ତାକୁ ସୁଟ୍ କରାହେବ, ଫାୟାରିଂ କରାହେବ। କିଛି ଦେଶର ନିୟମ ଅଛି, ତାକୁ ଫାଶୀ ଖୁଣ୍ଟରେ ଝୁଲା ହେବ। ଆଉ ଏମିତି କିଛି ଦେଶ ଅଛି ଯେଉଁଠି ନିୟମ ଅଛି, ସେମାନଙ୍କୁ ତତେଇ ସେମାନଙ୍କୁ ସିଝେଇ ମରା ହେବ। ଯେମିତି ପନିପରିବାକୁ ଯେମିତି ସିଝା ହୁଏ, ଯେମିତି ମାଛ ମାଂସ ଯେମିତି ସିଝା ହୁଏ ନିଆଁରେ, ସେମିତି। ଆଉ ଏମିତି କଠିନ ଦଣ୍ଡଗୁଡ଼ିକ ରହିଅଛି। କିନ୍ତୁ ପରମେଶ୍ୱରଙ୍କର ଗୌରବ ହେଉ, ଏମିତି ଦଣ୍ଡ ଥାଇ ମଧ୍ୟ ସେଇ ଜାଗାରେ ପ୍ରଭୁ ଯୀଶୁଙ୍କର କାମ ହେଉଛି। ଲୋକମାନେ ତାଡ଼ନାକୁ ଖାତିର ନ କରିକି, ଆଉ ସେମାନେ ପ୍ରଭୁଙ୍କ ନିମନ୍ତେ ଜୀବନ ଦେବା ପାଇଁ ବି ସେମାନେ ପ୍ରସ୍ତୁତ ଅଟନ୍ତି। ଏମିତି ଦେଶଗୁଡ଼ିକ ମଧ୍ୟ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, ନାଇଜେରିଆ ଏମିତି ଗୋଟେ ଦେଶ ଯେଉଁ ଜାଗାରେ ମଧ୍ୟ ଖ୍ରୀଷ୍ଟିଆନିଟି ବହୁତ ପରିମାଣରେ ବଢ଼ି ଚାଲିଛି। ଆଉ ତାଡ଼ନା ମଧ୍ୟ ବହୁତ ଭୟଙ୍କର ହେଉଛି ନାଇଜେରିଆରେ। ଆଉ ବର୍ତ୍ତମାନ ଯେଉଁ ଖବର ଆମ ପାଖକୁ ଆସିଛି, ଏହି ଖବର ଅନୁସାରେ 50ରୁ ଅଧିକ ଲୋକଙ୍କୁ ମାରିଦିଆ ସାରିଲାଣି। ସେମାନେ ମଲେନି। 50ରୁ ଅଧିକ ଆମର ଖ୍ରୀଷ୍ଟିଆନ ଭାଇମାନଙ୍କୁ ମାରି ଦିଆଗଲାଣି। ଆଉ କେଉଁମାନେ ମାରିଲେ? ଆତଙ୍କବାଦୀମାନେ। ଆପଣଙ୍କର ମନେ ଥିବ, କିଛି ଦିନ ପୂର୍ବରୁ କାଶ୍ମୀରରେ ଯେଉଁ 30 ଜଣଙ୍କୁ ମାରି ଦିଆଗଲା, ଆଉ ତା ମଧ୍ୟରେ ହିନ୍ଦୁ ଥିଲେ, ମୁସଲିମ ଥିଲେ,
ଖ୍ରୀଷ୍ଟିଆନ ଲୋକ ମଧ୍ୟ ଥିଲେ, ବହୁତ ଜଣ ଥିଲେ। କିନ୍ତୁ ଆତଙ୍କବାଦୀମାନେ ବାଛି ବାଛି ହିନ୍ଦୁମାନଙ୍କୁ ମାରିଲେ, ଆମର ହିନ୍ଦୁ ଭାଇମାନଙ୍କୁ ମାରିଲେ, ତା ସହିତ ଆମର ଖ୍ରୀଷ୍ଟିଆନ ଭାଇମାନଙ୍କୁ ମଧ୍ୟ ସେମାନେ ମାରିଲେ। ଆଉ ଖ୍ରୀଷ୍ଟିଆନ ମାନେ ହୁଏତ କମ୍ ମରିଛନ୍ତି, 2 ଜଣ ମରିଛନ୍ତି, କିନ୍ତୁ ହିନ୍ଦୁ ଭାଇମାନେ 30 ଜଣ ମରିଗଲେ। ବହୁତ ଦୁଃଖର କଥା। ସେମାନେ ହିନ୍ଦୁ ହେଲେ ମଧ୍ୟ ସେମାନେ ଆମର ଭାଇ ଅଟନ୍ତି। ତେଣୁ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆତଙ୍କବାଦୀମାନଙ୍କର ଏଇଟା ହେଉଛି କାମ। ସେମାନେ ମୁସଲମାନମାନଙ୍କୁ ଛାଡ଼ିକି ସେମାନେ ଚାହାନ୍ତି ଯେ ଆଉ ସମସ୍ତେ ମରିଯାଆନ୍ତୁ। ଆଉ ଏଇଟା ସେମାନଙ୍କର କାମ, ଆତଙ୍କ ସୃଷ୍ଟି କରିବା ସେମାନଙ୍କର କାମ। ବର୍ତ୍ତମାନ ପର୍ଯ୍ୟନ୍ତ ନାଇଜେରିଆର ସରକାର ଏ ପର୍ଯ୍ୟନ୍ତ ମାନେ ସେ ସକ୍ଷମ ହେଇନାହିଁ ଆତଙ୍କବାଦକୁ କଣ୍ଟ୍ରୋଲ କରିବା ନିମନ୍ତେ। ଆଉ ଏଇ ଘଟଣା କେବେ ହେଇଥିଲା? ଏଇ ମାସ ମାନେ ଏପ୍ରିଲ ମାସ ମାନେ ପ୍ରଥମ ସପ୍ତାହ ଭିତରେ ଏଇଟା ହେଇଛି। ଆଉ ଯେତେବେଳେ ଆତଙ୍କବାଦୀମାନେ ଆସିଲେ, ସେମାନେ 50ରୁ ଅଧିକ ଆମର ପ୍ରଭୁଙ୍କର ଲୋକମାନଙ୍କୁ ତ ମାରିଥିଲେ, ସେମାନଙ୍କ ଘରକୁ ମଧ୍ୟ ନଷ୍ଟ କରିଦେଲେ। ଆଉ ଏଇଟା ଘଟିଅଛି ନାଇଜେରିଆର ପ୍ଲୋଟୋ ରାଜ୍ୟରେ। ନାଇଜେରିଆର ଗୋଟେ ରାଜ୍ୟର ନାଁ ହେଉଛି ପ୍ଲୋଟୋ। ସେଇ ରାଜ୍ୟର ଏଇଟା ହେଉଛି ଘଟଣା। ତେବେ ପ୍ରିୟ ବନ୍ଧୁଗଣ, ଆଉ ଏଇ ଖବର ପ୍ରକାଶିତ ହୋଇଛି ମର୍ଣ୍ଣିଂ ଷ୍ଟାର ଖ୍ରୀଷ୍ଟିଆନ ନ୍ୟୁଜ୍। ଆଉ ମର୍ଣ୍ଣିଂ ଷ୍ଟାର ବୋଲି ଗୋଟେ ନ୍ୟୁଜ୍ ଚ୍ୟାନେଲ୍ ଅଛି, ଆଉ ଖ୍ରୀଷ୍ଟିଆନ ନ୍ୟୁଜ୍ ଚ୍ୟାନେଲ୍। ଆଉ ସେଇଠି ଏଇଟା ଦେଖାଦେଇଛି ମର୍ଣ୍ଣିଂ ଷ୍ଟାର। ଆଉ ସରକାର ଆକ୍ରମଣକୁ ଅଟକାଇ ପାରିନାହାନ୍ତି, ଅସମର୍ଥ ହେଇଯାଇଛନ୍ତି। ଆଉ ଏପ୍ରିଲ 9 ତାରିଖରେ ଆପଣମାନଙ୍କୁ କହିଦେଉଛି, ଆଉ ଏପ୍ରିଲ 9 ତାରିଖରେ 28 ଜଣକୁ ମାରି ଦିଆଯାଇଥିଲା। ଏପ୍ରିଲ 9 ତାରିଖରେ, ଏପ୍ରିଲର ପ୍ରଥମ ସପ୍ତାହ ଭିତରେ 51 ଜଣକୁ ମାରି ଦିଆଗଲା। ତେବେ ପ୍ରିୟ ବନ୍ଧୁଗଣ, ଏମିତି ଘଟଣା ବର୍ତ୍ତମାନ ସାମ୍ନାକୁ ଆସୁଛି। ଆଉ ଯେଉଁ ଗାଁରେ ଘଟଣା ଘଟିଛି, ସେ ଗାଁର ନାଁ ହେଉଛି ଚିକେ ଗାଁରେ ଏମିତି ଅଭାବନୀୟ ଘଟଣା ସବୁ ଦେଖାଦେଇଛି, ଯେଉଁଟାକି ଅତ୍ୟନ୍ତ ନିନ୍ଦନୀୟ। ତେବେ ପ୍ରିୟ ବନ୍ଧୁଗଣ, ତାରଣା କେବଳ ଭାରତରେ ନୁହେଁ, ମୁଁ କହିଦେଉଛି। ଶେଷରେ ମୁଁ କହିକି ମୁଁ ଏ ଭିଡ଼ିଓକୁ ସମାପ୍ତ କରିବି। ତାରଣା କେବଳ ଆମର ଇଣ୍ଡିଆ ଭିତରେ ନୁହେଁ। ଇଣ୍ଡିଆ ଭିତରେ ତ ତାରଣା ହେଉଛି, କିନ୍ତୁ ବହୁତ ଲୋକଙ୍କର ଯେଉଁ ଭ୍ରାନ୍ତ ଧାରଣା ଅଛି, ଭାରତ ବାହାରେ ଲୋକମାନେ ବହୁତ ଭଲରେ ଅଛନ୍ତି, କିନ୍ତୁ ଭାରତ ବାହାରେ ଆହୁରି ଭୟଙ୍କର ତାରଣା ଘଟୁଛି। ବିଭିନ୍ନ ଦେଶମାନଙ୍କରେ ମାନେ ତାରଣା ରହିଅଛି। ତେଣୁ ପ୍ରାର୍ଥନା କରନ୍ତୁ, ବିଶେଷ କରି ଯେଉଁ ଖ୍ରୀଷ୍ଟିଆନ ଭାଇମାନଙ୍କୁ ମାରି ଦିଆଯାଇଛି ନାଇଜେରିଆରେ, ତାଙ୍କ ପରିବାର ନିମନ୍ତେ ପ୍ରାର୍ଥନା କରନ୍ତୁ। ସେ ଆତଙ୍କବାଦୀମାନଙ୍କ ନିମନ୍ତେ ପରମେଶ୍ୱର ସେମାନଙ୍କୁ ପରିବର୍ତ୍ତନ କରନ୍ତୁ, ସେମାନଙ୍କ ମନକୁ। ସମସ୍ତଙ୍କୁ ନମସ୍କାର। ଭିଡ଼ିଓ ଭଲ ଲାଗିଥିଲେ ସେୟାର କରନ୍ତୁ। ଧନ୍ୟବାଦ।